ଖ୍ରୀଷ୍ଟଙ୍କ ଯୋଗରେ ମୋର ପ୍ରିୟର ଭାଇ ଓ ଭଉଣୀମାନେ, ଈଶ୍ୱର ପ୍ରେମ ଅଟନ୍ତି। ସେ ପ୍ରେମ ଓ ଅନୁକମ୍ପାରେ ପୂର୍ଣ୍ଣ ଅଟନ୍ତି। ତାହାଙ୍କର ପ୍ରେମ ଓ ଦୟା ତାଙ୍କର ପୁତ୍ର ଯୀଶୁଖ୍ରୀଷ୍ଟ ଆମ୍ଭ ପ୍ରଭୁଙ୍କଠାରେ ପ୍ରକାଶିତ ହୁଏ। ସାଧୁ ପାଉଲ କହନ୍ତି, ଈଶ୍ୱର ଯିଏ କରୁଣାନିଧି ଆମ ପ୍ରତି ଯେଉଁ ପ୍ରେମ ପ୍ରକାଶ କଲେ, ସେହି ଅପାର ପ୍ରେମ ଯୋଗୁଁ ଆମ ଅପରାଧ ହେତୁ ମୃତ ଥିଲେ ସୁଦ୍ଧା ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ସହିତ ସଞ୍ଜୀବିତ କଲେ। ଏହି ଅନୁଗ୍ରହ ଦ୍ୱାରା ହିଁ ତୁମେମାନେ ପରିତ୍ରାଣ ପାଇଅଛ। ଯୀଶୁ କହନ୍ତି, ତୁମମାନଙ୍କର ସ୍ୱର୍ଗସ୍ଥ ପିତା ଯେପରି ଦୟାଳୁ, ସେହିପରି ତୁମେମାନେ ମଧ୍ୟ ଦୟାଳୁ ହୁଅ। ସେ ମଧ୍ୟ ଶିକ୍ଷା ଦିଅନ୍ତି, ଧନ୍ୟ ଦୟାଳୁ ବ୍ୟକ୍ତିଗଣ, ସେମାନେ ଈଶ୍ୱରଙ୍କର ଦୟା ପ୍ରାପ୍ତ ହେବେ। ସୁସମାଚାରର କେନ୍ଦ୍ରୀୟ ସମ୍ବାଦ, ଯାହାକି ଈଶ୍ୱରଙ୍କର ପ୍ରେମ ଓ ପ୍ରତିବାସୀ ପ୍ରେମ ଏବଂ ଦିବ୍ୟ କରୁଣାର ସମ୍ବାଦ ମଧ୍ୟରେ ସାମଞ୍ଜସ୍ୟ ଦେଖାଯାଏ। ପାପ ଏକ ବାସ୍ତବତା ଏବଂ ଯେକୌଣସି ମତେ ଆମେ ସମସ୍ତେ ପାପୀ ଅଟୁ। ଆମେ ଯଦି କହୁ ଆମଠାରେ ପାପ ନାହିଁ, ଆମେ ନିଜକୁ ପ୍ରତାରଣା କରୁ ଏବଂ ଆମ୍ଭଠାରେ ସତ୍ୟତା ନାହିଁ। ଅଥଚ ଦିବ୍ୟ କରୁଣାରେ ପାପପୂର୍ଣ୍ଣ ମାନବ ଜାତିକୁ ଆବରଣ କରାଯାଇଅଛି, ଯେମିତି ସେହି ଉତ୍ତମ ଚୋର ଓ ବ୍ୟଭିଚାରୀ ଦୋଷରେ ଧରା ପଡ଼ିଥିବା ନାରୀ ଅଟେ। ଏହାର ଜ୍ୱଳନ୍ତ ଉଦାହରଣ ଯୀଶୁ ସେମାନଙ୍କ ପ୍ରତି ଉଦାର ଓ ଦୟା ପରିଦର୍ଶନ କରନ୍ତି। ଏମିତିକି ଯେଉଁମାନେ ତାହାଙ୍କୁ କ୍ରୁଶବିଦ୍ଧ କରି ହତ୍ୟା କଲେ, ସେମାନଙ୍କ ପାଇଁ କ୍ଷମା ପ୍ରାର୍ଥନା କରିଦିଅନ୍ତି। ସେ ପରମେଶ୍ୱରଙ୍କର ମେଷ ଶାବକ, ଯିଏ ଜଗତର ପାପ ହରଣ କରନ୍ତି, ଯିଏ ପାପ କ'ଣ ଜାଣିନଥିଲେ। ଈଶ୍ୱର ତାହାଙ୍କୁ ଆମ ପାଇଁ ପାପ ସ୍ୱରୂପ କଲେ, ଯେପରିକି ଆମେ ତାହାଙ୍କଠାରେ ଈଶ୍ୱରଙ୍କର ନୀତିନିଷ୍ଠ ହେବୁ। ଆଜିର ଦିବ୍ୟଯଜ୍ଞ ପଠନାବଳୀ ଈଶ୍ୱରଙ୍କର ଅସୀମ ଦୟା, ଯାହା ପାପ କ୍ଷମା ଦେଇଥାଏ, ଏହି ବିଷୟରେ ପ୍ରତିପାଦନ କରେ। ସୁସମାଚାରରେ ଜାଣୁ, ପୁନର୍ଥିତ ଯୀଶୁ ତାହାଙ୍କର ଶିଷ୍ୟମାନଙ୍କ ପାଇଁ ନବୀକରଣ, ପୁନର୍ମିଳନ ଓ ଶାନ୍ତିର ଉପହାର ଆଣିଦିଅନ୍ତି। ସେମାନଙ୍କ ଉପରେ ଫୁଙ୍କି ଦେଇ ସେମାନଙ୍କୁ ପବିତ୍ର ଆତ୍ମାଙ୍କୁ ଦାନ ଦେବା ଦ୍ୱାରା ସେ ସୃଷ୍ଟି ପ୍ରାରମ୍ଭର କାର୍ଯ୍ୟକୁ ଦୋହରାନ୍ତି। ପାପ କ୍ଷମା ଦେବାର ଅଧିକାର ଓ କ୍ଷମତା ଦେଇ ତାହାଙ୍କର ପାପ ଓ ଶୈତାନ ଉପରେ ବିଜୟ ଆଣିବାରେ ସେ ସେମାନଙ୍କୁ ଅଂଶୀଦାର କରାନ୍ତି। ସେମାନଙ୍କ ଜରିଆରେ ପ୍ରତ୍ୟେକ ସ୍ଥାନରେ ଓ ସମୟରେ ଅସଂଖ୍ୟକ ବିଶ୍ୱାସୀ ବୃନ୍ଦଙ୍କୁ ସେ ତାଙ୍କର ଦୟା ଓ କ୍ଷମା ପ୍ରଦାନ କରନ୍ତି। ଅତଏବ ଦିବ୍ୟ କରୁଣା ଅମାପନୀୟ ଅଟେ। ଉକ୍ତ ଅନୁଗ୍ରହ ବିଶ୍ୱାସର ଧନ୍ୟ ବା ସ୍ୱର୍ଗୀୟ ସୁଖ, ଏହା ନିଶ୍ଚିତ ଭାବରେ ପରମେଶ୍ୱରଙ୍କର ଅସୀମ ଦୟାର କାର୍ଯ୍ୟ ଅଟେ। ସାଧୁ ଥୋମାସଙ୍କ ଅତି ମହାନ, ଅତି ଗଭୀର ଓ ଅତି ସଂକ୍ଷିପ୍ତ ବିଶ୍ୱାସର ଘୋଷଣାକୁ ଆମେମାନେ କେବେ ମଧ୍ୟ ଭୁଲି ପାରିବା ନାହିଁ। ମୋର ପ୍ରଭୁ, ମୋର ଈଶ୍ୱର। ଏହା ବିଶ୍ୱାସ ରହସ୍ୟର ଏକ ଚମତ୍କୃତ ଓ ସମ୍ପୂର୍ଣ୍ଣ ପ୍ରକାଶନ ଅଟେ। ସାଧ୍ୱୀ ଫାଉସ୍ତିନା କୋୱାଲସ୍କାଙ୍କୁ ପୁନରୁତ୍ଥାନର ଗୌରବରେ ଦୟାଳୁ ଓ ଉଦ୍ଧାରକର୍ତ୍ତା ଯୀଶୁ ଦର୍ଶନ ଦେଲେ। ତାହାଙ୍କର ଡାଏରୀ ଅନୁସାରେ ଦିବ୍ୟ କରୁଣାର ଛବି ଉକ୍ତ ରହସ୍ୟମୟ ଦର୍ଶନକୁ ଚିତ୍ରଣ କରେ। ଯୀଶୁ ତାଙ୍କର ବାମ ହସ୍ତରେ ନିଜ ହୃଦୟକୁ ଦର୍ଶାନ୍ତି। ସେହିଠାରୁ ରକ୍ତ ଓ ଜଳ ନୁହଁ, ବରଂ ସେହିଠାରୁ ଗରିବ ମନୁଷ୍ୟ ଜାତି ପାଇଁ ସ୍ୱାସ୍ଥ୍ୟ ଓ କରୁଣାର ଗୌରବମୟ ରଶ୍ମି ନିର୍ଗତ ହୁଏ। ସମସ୍ତ ପାପ ଓ ଦୁର୍ଦ୍ଦଶାରେ ସଂଘର୍ଷ କରୁଥିବା ବ୍ୟକ୍ତିବିଶେଷଙ୍କୁ ତାହାଙ୍କର କରୁଣାମୟ ହୃଦୟ ନିକଟକୁ ଯିବା ପାଇଁ ସେ ନିମନ୍ତ୍ରଣ କରନ୍ତି। ତାଙ୍କର ଡାହାଣ ହସ୍ତକୁ ଉତ୍ତୋଳନ କରି ଆଶୀର୍ବାଦ କରନ୍ତି ଏବଂ ପାପ କ୍ଷମା, ଶାନ୍ତି ଓ ପବିତ୍ର ଆତ୍ମାଙ୍କର ବରଦାନ ଆମ ଉପରେ ବର୍ଷଣ କରାନ୍ତି। ତାହାଙ୍କ କରୁଣାରେ ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତି। ତାହାଙ୍କର ଅସୀମ ପ୍ରେମ ଓ ଦୟା ପ୍ରତି ଆମ୍ଭମାନଙ୍କର ପ୍ରତି ଉତ୍ତର କିଛି ହିଁ ନୁହଁ।
କିନ୍ତୁ ପ୍ରଭୁଙ୍କ ଠାରେ ଭରସା ରଖିବା ବାଞ୍ଛନୀୟ। ସାଧ୍ୱୀ ଫାଉସ୍ତିନାଙ୍କୁ ସେ କହିଲେ ଯେ ଦିବ୍ୟ କରୁଣାର ଛବିରେ ଯୀଶୁ ତୁମ୍ଭଠାରେ ମୁଁ ଭରସା ରଖେ ବୋଲି ଲିଖିତ ହେବାର ଅଛି। ଏ ସମସ୍ତ ସେ ଚାହିଁବାର ଉଦ୍ଦେଶ୍ୟ ଯେ ଆମ୍ଭେ ଭରସାରେ ତାହାଙ୍କ ନିକଟକୁ ଯିବା। ପ୍ରଭୁ ଯୀଶୁ ତାହାଙ୍କର ପ୍ରଚୁର ଦୟା ଆମ୍ଭମାନଙ୍କୁ ଦିଅନ୍ତି ଓ ଆମ୍ଭର ପ୍ରତିବାସୀଙ୍କ ପ୍ରତି ମଧ୍ୟ ତଦ୍ରୂପ ଦୟାଳୁ ହେବା ପାଇଁ ଆମ୍ଭମାନଙ୍କୁ ଶିକ୍ଷା ଦିଅନ୍ତି। ସାଧ୍ୱୀ ଫାଉସ୍ତିନାଙ୍କୁ ସେ ନିର୍ଭୁଲ ଓ ଆଦେଶାତ୍ମକ ଶବ୍ଦରେ ଦୟାଳୁ ହେବାର ଆବଶ୍ୟକତା ବିଷୟରେ କହନ୍ତି। କରୁଣାର କାର୍ଯ୍ୟ ତୁମ୍ଭଠାରୁ ମୁଁ ଦାବି କରେ, ଯାହା ମୋର ପ୍ରତି ତୁମର ପ୍ରେମକୁ ପ୍ରକାଶ କରିବ। ପ୍ରତି ସମୟରେ ଓ ପ୍ରତି ସ୍ଥାନରେ ତୁମର ପ୍ରତିବାସୀକୁ ତୁମେ ଦୟା ଦେଖାଇବ। ଏଇଥିପାଇଁ କେବେ ମଧ୍ୟ ନିଜକୁ ସଂକୋଚ କରିବ ନାହିଁ, କିମ୍ବା ବାହାନା ଦେଖାଇବ ନାହିଁ, କିମ୍ବା ଦୋଷମୁକ୍ତ କରିବ ନାହିଁ। ତାହାଙ୍କୁ ପ୍ରଭୁ କହିଲେ ଯେ କର୍ମ, ବାକ୍ୟ ଓ ପ୍ରାର୍ଥନା ଦ୍ୱାରା ଦୟାକୁ ପ୍ରୟୋଗ କରିବ। ଦୟାର ଅଭ୍ୟାସ ତାହାଙ୍କ ପ୍ରତି ଥିବା ପ୍ରେମର ନିଃସନ୍ଦେହର ପ୍ରମାଣ ଅଟେ। କେଉଁ ସମସ୍ତ ପ୍ରକାରେ ଆମମାନଙ୍କର ଦୈନନ୍ଦିନ ଜୀବନରେ ପ୍ରତିବାସୀ ପ୍ରତି କରୁଣା ଓ ପ୍ରେମକୁ ଆମେମାନେ ଅଭ୍ୟାସ କରିପାରିବା? ବାସ୍ତବରେ ଅନେକ ପ୍ରକାରର ହୋଇପାରେ। ଏଇଠାରେ ମୁଁ କେତେକ ଦର୍ଶାଇବାକୁ ଚାହେଁ। ରୋଗୀ ପରିଦର୍ଶନ କରିବା ଏବଂ ଆବଶ୍ୟକ ସାହାଯ୍ୟ ଓ ସେବା ତାହାଙ୍କୁ ପ୍ରଦାନ କରିବା। ବନ୍ଦୀଙ୍କୁ ପରିଦର୍ଶନ କରିବା ଏବଂ ତାହାଙ୍କ କଥା ଶୁଣିବା ଓ ମାନସିକ ଆରାମ ପ୍ରଦାନ କରିବା। ବୃଦ୍ଧ ବା ବୃଦ୍ଧାଙ୍କୁ ଏବଂ ଗର୍ଭବତୀ ମା'ମାନଙ୍କୁ ସାହାଯ୍ୟ କରିବା। ଅନାଥ ଓ ବିଧବାମାନଙ୍କୁ ଦୟା ଦେଖାଇବା। ମୁମୂର୍ଷ ଓ ଶଯ୍ୟାଶାୟୀ ଲୋକମାନଙ୍କ ଗୃହ ସଫା ସୁତରା କରିଦେବା, ପାଣି ଟିକେକୁ ଆଣିଦେବା, ଖାଦ୍ୟ ରାନ୍ଧିଦେବା ଇତ୍ୟାଦି। ଯେଉଁମାନେ ବାକ୍ୟ, କର୍ମ, ବ୍ୟବହାର ଦ୍ୱାରା ଆମ୍ଭମାନଙ୍କୁ ଦୁଃଖ ଦେଇଛନ୍ତି ସେମାନଙ୍କୁ କ୍ଷମା ଦେବା। ଯେଉଁମାନେ କଳହ ଓ ବୁଝାମଣା ହୋଇ ଅଶାନ୍ତିରେ ବସବାସ କରୁଛନ୍ତି ସେମାନଙ୍କୁ କ୍ଷମା ଦେବା ଏବଂ ସେମାନଙ୍କ ସହିତ ପୁନର୍ମିଳିତ ହେବା। ସଂସ୍କାର ଗୁଡ଼ିକ ଯେଉଁମାନେ ଗ୍ରହଣ କରୁନାହାନ୍ତି ସେମାନଙ୍କୁ ସଂସ୍କାର ଗ୍ରହଣ କରିବା ପାଇଁ ପ୍ରସ୍ୟାଳନ କରିବା। ସମାଜସେବୀମାନଙ୍କୁ ସହଯୋଗ ଓ ସହାନୁଭୂତିର ହସ୍ତ ବଢ଼ାଇବା। ଯେଉଁମାନେ ବିରୋଧୀ କାର୍ଯ୍ୟ ଓ ବାକ୍ୟ କହନ୍ତି ସେମାନଙ୍କୁ କ୍ଷମା ଦେଇ ସେମାନଙ୍କ ପାଇଁ ପ୍ରାର୍ଥନା କରିବା। ସର୍ବଦା ସେମାନଙ୍କ ପାଇଁ ପ୍ରାର୍ଥନା କରିବା ଯେଉଁମାନେ ଅନ୍ୟାୟ, ମାନବିକତାର ଅଧିକାରରୁ କିମ୍ବା ଧର୍ମ ସମ୍ବନ୍ଧୀୟ ସ୍ୱାଧୀନତାରୁ ବଞ୍ଚିତ ଅଟନ୍ତି। ଭଗ୍ନ ଓ ଅଶାନ୍ତି ପରିବାର ପାଇଁ ପ୍ରାର୍ଥନା କରିବା। ଗରିବ, ଅଭାବୀ, ଦୁଃଖୀରଙ୍ଖୀ ଜନତାଙ୍କ ପାଇଁ ପ୍ରାର୍ଥନା କରିବା। ପାପର କ୍ଷମା ଓ ପାପୀମାନଙ୍କର ମନ ପରିବର୍ତ୍ତନ ପାଇଁ ପ୍ରଭୁଙ୍କଠାରେ ପ୍ରାର୍ଥନା କରିବା। ଯେଉଁମାନେ ପ୍ରାର୍ଥନା କରିବାରେ ଅବହେଳା ଓ ଇଚ୍ଛା କରନ୍ତି ନାହିଁ ସେମାନଙ୍କ ସହିତ ମିଳିତରେ ପ୍ରାର୍ଥନା କରି ସେମାନଙ୍କୁ ପ୍ରାର୍ଥନାରେ ମନୋନିବେଶ କରାଇବା। ଏହିଭଳି ଅନେକ ପ୍ରକାରରେ ଅନ୍ୟକୁ ଦୟା ଦେଖାଇ ପାରିବା। ପିତା ପରମେଶ୍ୱର ଦୟାଳୁ ଅଟନ୍ତି। ତାହାଙ୍କଠାରୁ ହିଁ ସମସ୍ତ ସାହାଯ୍ୟ ଆମ୍ଭ ନିକଟକୁ ଆସିଥାଏ। ଆମ୍ଭମାନଙ୍କର ଦୁଃଖ କଷ୍ଟ ସମୟରେ ସେ ସାହାଯ୍ୟ ପଠାନ୍ତି, ଯଦ୍ୱାରା ଆମେମାନେ ସେହି ପ୍ରଭୁଙ୍କଠାରେ ପ୍ରାପ୍ତ କରିଥିବା ସାହାଯ୍ୟକୁ ହିଁ ବ୍ୟବହାର କରି ଅନ୍ୟମାନେ ଯେଉଁମାନେ କି ବିଭିନ୍ନ ପ୍ରକାରର ଦୁଃଖ କଷ୍ଟ, ଅଭାବ ଅନଟନରେ ଜୀବନଯାପନ କରୁଥାନ୍ତି ସେମାନଙ୍କୁ ସାହାଯ୍ୟ କରିପାରିବା। ସାଧୁ ପାଉଲ କହନ୍ତି, ଆମମାନଙ୍କର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପିତା ଓ ଈଶ୍ୱର ଧନ୍ୟ ହୁଅନ୍ତୁ। ସେ କରୁଣାମୟ ପିତା ଓ ସର୍ବ ଆଶ୍ୱାସନାର ଈଶ୍ୱର ଅଟନ୍ତି। ତାଙ୍କଠାରୁ ଆମେ ଯେଉଁ ଆଶ୍ୱାସନା ଲାଭ କରିଥାଉ ତଦ୍ୱାରା ଯେକୌଣସି ଦୁଃଖ କ୍ଲେଶ ଭୋଗୁଥିବା ଲୋକଙ୍କୁ ଆମେ ଯେପରି ଆଶ୍ୱାସନା ଦେଇପାରୁ। ଏଥିପାଇଁ ସେ ଆମମାନଙ୍କୁ ସର୍ବପ୍ରକାରେ ଦୁଃଖ କ୍ଲେଶରେ ଆଶ୍ୱାସନା ଦିଅନ୍ତି, କାରଣ ସେ ଦୟା ଚାହାନ୍ତି, ବଳିଦାନ ନୁହଁ। ସୁତରାଂ ଆମେମାନେ ସମ୍ପୂର୍ଣ୍ଣ ହୃଦୟରେ ଆମର ପ୍ରେମିକ ପିତା ପରମେଶ୍ୱରଙ୍କର ଅସୀମ କରୁଣାରେ ଭରସା ରଖିବା ଏବଂ ତଦ୍ରୂପ ପ୍ରତିବାସୀଙ୍କ ପ୍ରତି ମଧ୍ୟ
ଦୟାଳୁ ଓ ସାହାଯ୍ୟକାରୀ ହେବା। ଯେମିତି ପରମେଶ୍ୱର ଆମ୍ଭମାନଙ୍କୁ କରୁଣା ଅନୁଦାନ କରନ୍ତି, ସେମିତି ଆମ୍ଭମାନଙ୍କ ଠାରୁ ମଧ୍ୟ ଅନ୍ୟମାନଙ୍କୁ କରୁଣା ଅନୁଦାନ କରିବାର ସେ ଆଶା କରନ୍ତି। କ୍ଷମା ନ ଦେଇଥିବା ଦସ୍ୟୁଙ୍କ ଉପମା ଭଳି ସେହି ଦସ୍ୟୁର ଅଧିକ ଋଣ ତାହାଙ୍କ ମାଲିକ ଛାଡ଼ କରିଦେଇଥିଲେ, କିନ୍ତୁ ଯେତେବେଳେ ସହକର୍ମଚାରୀର ସ୍ୱଳ୍ପ ଋଣ ପାଇଁ ତାହାଙ୍କୁ ଦୟା ନ ଦେଖାଏ ସେ ଦଣ୍ଡ ଦେଲା, ମାଲିକ ଏହା ଜାଣିପାରି ତାହାଙ୍କୁ କାରାରକ୍ଷକଙ୍କ ହସ୍ତରେ ସମର୍ପଣ କଲେ। କାରଣ ଯେ ଦୟା କରିନାହିଁ ତାର ପ୍ରତି ଦୟା ନ ଦେଖାଇ ବିଚାର କରାଯିବ। ବିଚାରିତ ରାୟ ଉପରେ ଦୟାର ବିଜୟ ହୁଏ। ଅତଏବ ପ୍ରଥମ ଖ୍ରୀଷ୍ଟ ବିଶ୍ୱାସୀମାନେ ନିଜର ଯାହା ସମସ୍ତ ଥିଲା ତାହା ଏକତ୍ର ଆଣି ପରସ୍ପର ସହିତ ବିଶେଷ କରି ଯେମାନଙ୍କର କିଛି ନଥିଲା ସେମାନଙ୍କ ସହିତ ବାଣ୍ଟି ଭୋଜନ ପାଳନ କଲେ। ଏହା ସୂଚାଏ ଯେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ସ୍ଥାପନ କରିବା ଦ୍ୱାରା ଖ୍ରୀଷ୍ଟଙ୍କ କରୁଣାକୁ ପ୍ରାପ୍ତ କଲେ ଏବଂ ତାହାଙ୍କୁ ସେମାନେ ନିଜ ପାଖରେ ରଖିବା ପାଇଁ କୁଣ୍ଠାବୋଧ ହୋଇଥିଲେ, କାରଣ ସେମାନେ ଏକ ହୃଦୟ ଓ ଏକ ଆତ୍ମା ହୋଇପାରିଥିଲେ। ଏହିଭଳି ମନୋଭାବ ଓ ଚିନ୍ତାଧାରା ସେମାନଙ୍କଠାରେ ଉଦ୍ରେକ ହେଲା, କାରଣ ସେମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କଲେ ଯିଏକି ପରମେଶ୍ୱରଙ୍କ ଠାରୁ ଜାତ ହୋଇଅଛନ୍ତି। ତେଣୁ ସେମାନେ ଈଶ୍ୱରଙ୍କ ସନ୍ତାନ ହେଲେ। ଯେଉଁମାନେ ପିତାଙ୍କୁ ପ୍ରେମ କରନ୍ତି ସେମାନେ ତାହାଙ୍କର ସନ୍ତାନଙ୍କୁ ମଧ୍ୟ ପ୍ରେମ କରନ୍ତି। ତଦ୍ରୂପ ଈଶ୍ୱରଙ୍କର କରୁଣା ପ୍ରାପ୍ତ ବ୍ୟକ୍ତିମାନେ ନିଶ୍ଚିତ ଭାବରେ ପ୍ରେମରେ ଆବଦ୍ଧ ହୋଇ ଏକତ୍ର ବସବାସ କରି ଯାହା ସମସ୍ତ ନିଜର ତାହାକୁ ଅନ୍ୟ ସହିତ ବାଣ୍ଟି ଈଶ୍ୱରଙ୍କର ସନ୍ତାନ ହୋଇ ଜୀବନଯାପନ କରିଥାନ୍ତି। ସୁତରାଂ ପ୍ରଭୁ ଚାହାନ୍ତି ଆମ୍ଭେମାନେ ଯେଉଁମାନେ ତାହାଙ୍କର କରୁଣା ନିଜ ଜୀବନରେ ଲାଭ କରିଅଛୁ ସେହି କରୁଣା ଯେପରି ପରସ୍ପର ମଧ୍ୟରେ ଆଦାନ ପ୍ରଦାନ କରିପାରିବା। ପ୍ରଭୁ ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ। ତଥାସ୍ତୁ। ପିତା ଓ ପୁତ୍ର ଏବଂ ପବିତ୍ର ଆତ୍ମା ଆପଣମାନଙ୍କୁ ସର୍ବଦା ଆଶୀର୍ବାଦ କରନ୍ତୁ।